ମାଇଣ୍ଡ ଆଣି ଆମେ ଚାରିକାନି ଖୋଜିଲା ଗୋଟେ ଅସୁରାଣୀ ମାଇଣ୍ଡ ଟା ମିଳିଲା ସିଏ କଣ କଲା ସେ ମାଇଣ୍ଡ ମିଳିଲା ସେ ମାଇଣ୍ଡ ଟା କିସ କରୁଛି ପ୍ରତ୍ୟେକ ଦିନ ରାତ୍ର ଗୋଟେ ଗୋଟେ ଘୋଡ଼ା ଖାଇଦଉଛି ସେ ଘୋଡ଼ାଟି ଖାଉଛି ଆଉ ପରଦିନ ଗୋଟେ ହାତୀଟି ଖାଇଦଉଛି ପରଦିନ ଗୋଟେ ଛେଳି ଖାଇଦଉଛି ଖାଇଦେଲେ କିଏ ଏତେଟା ଲୋକ ଜଗିଛନ୍ତି କିଏ ଖାଉଛି ସେଇଠୁ ରଜା ରାଣୀ କହିଲା ପ୍ରତ୍ୟେକ ଦିନ ଖାଇଦଉଛନ୍ତି ବେଲା ଗୋଟେ ଉପାୟ କର ଆଉ ମୋ ଭଉଣୀ ଘରେ ଗୋଟେ ଔଷଧ ଅଛି এটা ଆଣିବ ବୋଲି କହିଲେ ତମର ଆଉ କିଛି ଖାଇବନି ସେ କଣ କଲା ତା ପୁଅକୁ ସାଉଥ ପୁଅକୁ ଔଷଧ ଆଣିବାକୁ ପଠେଇଲେ ହେଲେ ସେ ଔଷଧ ଆଣିବାକୁ ଗଲେ 7 ସମୁଦ୍ର ବରୁଆ ଡାଣ ଡେଇଁଲେ ଯାଇକି ସେ ଔଷଧ ମିଳିବ ତା ମା ସେଇଠି ଅଛି ବୁଝୁଛ ନା ନାଇଁ ହେଲେ ସେ ପୁଅ ଗଲା ଯାଉ 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 ବାଟରେ କଣ ହେଲା ତାକୁ ଭାରି ଶୋଷ ହେଲା ଜଣ ଘରକୁ ଗଲା ହେଲେ ସେଇଠି କଣ ହେଲା ଗୋଟେ ଝିଅ ପିଲେ ତାକୁ ସେ କଲା ବିବାହ ସେ ପକେଟରୁ ସେ କାଗଜଟା କାଢିଲା ସେ କାଗଜରେ ଲେଖା ହେଇଛି ମା ଲ ଏ ପୁଅଟା ଭଲ ନାହିଁ ମୋର ବଡ ବେଇମାନି ହଉଛି ଆକୁ ଯାଉ ଯାଉ ତୁ ଖାଇବୁ ଲେଖା ହେଇଥିଲେ ସିଏ କଣ କଲା କାଗଜ କାଢିଲା ମା ଲ ମୋର ପୁଅକୁ ମର୍ଜିଟା କରିବୁ ଆଉ ଖାଇବାକୁ ପିଇବାକୁ ଦବୁ ଦିଲଦାର କରିକି ବଟେଇବୁ ବେଲିକି ଲେଖିଦେଲା ତା ପକେଟରେ ଭର୍ତ୍ତି କଲା ସେ ରଜା ପୁଅ କଣ କଲା ଗଲା ଏକାନି ଆମ ତୁ 7 ସମୁଦ୍ର ବଢୁଆ ଡାଣ ଡେଇଁକି ଗଲା ଯାଇକି ତା ମାକୁ ଦେଲା ତା ମା କଣ କଲା ସେ କାଗଜଟାକୁ ଦେଲା ସେ କାଗଜଟା ପଡିଲା ବାପା ମୋ ପୁଅ ଆଇଛି ଖାଇବାକୁ ପିଇବାକୁ ଦେଲା ଦିଲଦାର କରିକି ଦେଲା ଦେଇକି ସେ କଣ କଲା ଶୋଇଲା ମା ଗো ତୋର ମରଣ କେମିତି ମୋ ମାର ମରଣ କେମିତି ଜାଣିବୁ ଯେ ବାପା ବଟ ଗଛ ଭିତରେ ଫରୁଆ ଅଛି ଫରୁଆ ଭିତରେ ଗୋଟେ ଭେମ୍ବର ଅଛି ସେ ଭେମ୍ବରଟା ଯଦି ମରିବ ବୋଲି ତୋ ମା ମରିବ ଆଉ ସେତେବେଳେ ପର୍ଯ୍ୟନ୍ତ ମରିବନି ସେ ଭେମ୍ବର ଜିଇଁଥିଲା ବେଲାକୁ ମତେ ଟିକେ ଦେଖାତି ବେଲାକୁ ସେ ଦେଖେଇଲା ସେ ଭେମ୍ବରଟାକୁ ଦେଖିଲା ଦେଖିକି ସେ ଭେମ୍ବରଟାକୁ ଧରିକି ତାଙ୍କ ଗାଁକୁ ଆଇଲା ସେ ଭେମ୍ବରଟାର ଗୁଟା ମୂଳକୁ ରାଣୀର ଗୁଟା ଏମିତି ହେଲା ଆଉ ଗୋଟେ ମୂଳ ଆଉ ଏମିତି ହେଲା ଅସୁରାଣୀଟା ସେଠି ଠିଆରେ ମରିଗଲା ବେଳ ବୁଡିଲା କଥା ସରିଲା ଏଇଠି ଶ୍ରୀ ମହାଭାଗବତ ତଥା ପୁରାଣମ ତଥା ବିଧି ଯାହା ହେଇଗଲା ଗପଟା